ଫୁଲ ହେଇଗଲା ଧାନ ବୋଲି କାଟିଦେଲୁ ଆଉ କିଛି ପାଇବୁନୁ। ସବୁ ଏତେ ପଇସା ଖର୍ଚ୍ଚ କରିକି ସବୁ ନଷ୍ଟ। ଫୁଲ ହେଇଗଲା ବୋଲି ଦରପଟା ଧାନ କାଟି ପକଉଛୁ ଆଉ କ'ଣ କରିବୁ। ଧାନ ସବୁ ଅଗାଡ଼ି ହେଲି ଆଉ ସବୁ ବିଲ ସେମିତି ହେଲାନି ଆଉ କ'ଣ କରିବୁ। ସବୁ ନଷ୍ଟ ହେଇଗଲା, କିଛି ଆଜ୍ଞା ପାଇଲା କିଛି କର କିଛି ନାହିଁ। ଚାଲିବ ଫୁଲ ହେଇକି ଧାନ ସବୁ ନଷ୍ଟ ହେଇଯାଉଛି, କାଟି ପକଉଛୁ। ଘର ତ ଦେଲା ଏଇ ଯୋଉ ଚନ୍ଦନ ପୋଖରୀ ପାଖ ଲାଗିକିରି ଯେତେ ଜମି ସବୁ ଆଉ ଏ ଜମି ସବୁ ଆମର ଭାଗ କରିଛୁ ଏବଂ ନିଜର ମଧ୍ୟ କାହାର କେମିତି ଅଛି। ଆଉ ଏ ବ୍ରାହ୍ମଣ ମାନଙ୍କର ବେଶୀ ଅଛି, ଆମ ଚାଷୀ ମାନଙ୍କର କମ। ଚାଷୀମାନେ ସେ ବ୍ରାହ୍ମଣ ମାନଙ୍କଠୁ ଭାଗ କରୁଛନ୍ତି ଏବଂ ଚାଷୀ ହତାଶ। ସେ ସବୁ ପ୍ରକାର ପିଡ଼ିଆ ଠୁ ଔଷଧ ଠୁ ଚାଷ ଟ୍ରାକ୍ଟର ବୁଲା ଠୁ ଧରି ମଣିଷ ମଜୁରୀ ଲଗେଇ ଏ ସବୁ ପ୍ରକାର କରି ଆମେ ନିଜର ପଇସା ନାହିଁ ପର ଲୋନ କରିକିରି ଆମେ କରିଥିଲୁ। ଆଉ କରିକି ଏସବୁ ଅବସ୍ଥା ଏଭଳି ଏସବୁ ଫୁଲ ହେଇଗଲା ଏମିତିକା ଆଉ ଏସବୁ ଏଇଭଳିଆ ସବୁ ଫୁଲ ହେଇଗଲା। ଧାନ ପାଚିନି, ମୂଳରେ ଅଛି, ତେଣୁ ଆମେ ବାଧ୍ୟ ହୋଇକି ଧାନ କାଟୁଛୁ। ଧାନ କାଟିଲେ ଏ ଧାନ ଗୁଡ଼ାକ ମରିଯିବ, ଏଗୁଡ଼ାକ ଅଗାଡ଼ି ହେଇଯିବ। ସରକାର ଯୋଉ କରିଛନ୍ତି ଆମେ ରେଟ୍ ବଢ଼େଇ ଦେଇଛୁ ଚାଷୀଙ୍କର, ଆମର କିଏ ଗଲା? ଆମେ ତ ଅଳ୍ପ ଜମି ବାଲା। ଆଉ ଯୋଉମାନଙ୍କର 50 ଏକର ଅଛି ତାଙ୍କୁ ପୋଷାଏ, ସେ ଧାନ ବଢ଼ିଗଲେ ସେ ଟ୍ରକ୍ ଟ୍ରକ୍ ଧାନ ପାଉଛନ୍ତି। ଆମେ ସବୁ ଗରିବ ଚାଷୀ, ଆମେ ହତାଶ ହେଇଯାଉଛୁ। ତେଣୁ ଏସବୁ ହଟି କରି ଆଉ ଏସବୁ ପ୍ରକାର ଅସୁବିଧାର ସମ୍ମୁଖୀନ ହଉଛୁ। ଏମିତି କିଛି ଲୋନ ସୁଝି ନ ପାରି ଅନେକ ଚାଷୀ ଆତ୍ମହତ୍ୟା କରିବାକୁ ପ୍ରସ୍ତୁତ। ଏ ବିଲ ସାରା ଏଇଭଳି ସବୁ ହେଇଯାଉଛି, ଆମର କିଛି ଉପାୟ ନାହିଁ। ଔଷଧ ବିଭିନ୍ନ ପ୍ରକାର ଔଷଧ ବି ଆମେ ପ୍ରୟୋଗ କରିଛୁ, ସେ ଔଷଧ କିଛି କାମ ଦେଲାନି। ତେଣୁ ଆମେ ଆଉ କ'ଣ କରିବୁ, ଉପାୟ କ'ଣ? ଏଇ ହଉଛି କଥା ଆଉ କ'ଣ। ଯଦି ସରକାର ଏଥିପ୍ରତି କ'ଣ ବିଚାର କରିବେ ତ କରିବେ, ଆଉ ଯଦି ନ କରିବେ ଏମିତି ଫଳସ ଯିବ। ଆଉ ଆମର ଉପାୟ କ'ଣ ଆଉ କହିବାର ଅଛି?